नमस्कार ମୁଁ ଜ୍ୟୋତିଷ ପ୍ରସାଦ। ମୁଁ ଆପଣଙ୍କୁ ସ୍ୱାଗତ କରୁଛି। ଆଜିର ଟାରୋ କାର୍ଡ ରିଡ଼ିଂରେ ଦେଖିବା ଆପଣ ଯେଉଁ ବ୍ୟକ୍ତିଙ୍କୁ ଭଲ ପାଉଛନ୍ତି ସେ କେତେ ଦୂର ଆପଣଙ୍କୁ ଭଲ ପାଉଛନ୍ତି ଆଉ କେଉଁଠି ଅଛନ୍ତି, ତାଙ୍କ ଭିତରେ କେତେବେଳେ ଫିଲିଙ୍ଗସ୍, ଯଦିଓ ଆପଣ ପ୍ରତି ତାଙ୍କର କେମିତି ଫିଲିଙ୍ଗସ୍, ତାଙ୍କ ସହିତ କେମିତି ବ୍ରେକଅପ୍ ହେଇଯାଇଛି କି ଯୋଗାଯୋଗ ନାହିଁ, ଆପଣ ଉଭୟ ପରସ୍ପରକୁ ଭଲ ପାଉଛନ୍ତି କିନ୍ତୁ ତ ଆପଣଙ୍କ ଭିତରେ ସେଥିଟା ଫିଲିଙ୍ଗସ୍ ଆସୁନି, ଆପଣ କେମିତି ଭଲ ପାଇବେ, ସିଏ ଆପଣ ଭଲ ପାଉଛନ୍ତି କି ନାହିଁ, ଏ ବିଷୟରେ କରେଣ୍ଟ ଫିଲିଂ ଆପଣଙ୍କ ପାର୍ଟନରଙ୍କର। ଫାଷ୍ଟ ଦେଖିବା ଆପଣଙ୍କର ପାର୍ଟନର ଆପଣଙ୍କୁ କେତେ ଦୂର ଭଲ ପାଉଛନ୍ତି, ତାଙ୍କର ଫିଲିଂ କେତେ ଦୂର ଆପଣଙ୍କ କେତେ ଦୂର ଅଛି, ତାଙ୍କ ମନରେ କ'ଣ ଚାଲିଛି। ସେ ଚାଲନ୍ତୁ ଦେଖିବା କାର୍ଡ଼କୁ ଆମେ ରିଡ଼ିଂ କରିବା, କେତେ ଦୂର ଆପଣ ଭଲ ପାଇବା ପ୍ରତି ତାଙ୍କର ଅଛି, ତାଙ୍କର ଫିଲିଙ୍ଗସ୍ କେମିତି, ତାଙ୍କ କରେଣ୍ଟ ଫିଲିଂ କେମିତି, ଚାଲନ୍ତୁ ଦେଖିବା। ଆପଣମାନେ ଦେଖନ୍ତୁ ଆପଣଙ୍କର କରେଣ୍ଟ ଫିଲିଂ କେମିତି ଆପଣଙ୍କ ପ୍ରେମିକ ପ୍ରତି ଅଛି ଆଉ ପ୍ରେମୀମାନଙ୍କ ପ୍ରତି ଅଛି। ଆପଣ ଦେଖନ୍ତୁ ଫାଷ୍ଟ ଷ୍ଟ୍ରେଂଥ। ଦେଖନ୍ତୁ ଆପଣଙ୍କ ପ୍ରେମିକା ଆପଣଙ୍କୁ କଣ୍ଟ୍ରୋଲ୍ କରିବାକୁ ଚାହୁଁଛନ୍ତି। ଆପଣଙ୍କ ଲଭର ଆପଣଙ୍କୁ କଣ୍ଟ୍ରୋଲ୍ କରିବାକୁ ଚାହୁଁଛନ୍ତି। ସେ ସାହସ କରୁଛନ୍ତି ଆପଣଙ୍କ ପାଖକୁ ଆସିବାକୁ, ତାହେଲେ ଇନର୍ ଷ୍ଟ୍ରେଂଥଟା ବହୁତ ଚାହୁଁଛି ଯେ କ'ଣ କରିବା ପାଇଁ, ଯେ ଆପଣଙ୍କ ପାଖକୁ ଆସିବ, ଆପଣଙ୍କ ସହିତ ମିଶିବ, ଆପଣଙ୍କୁ କଣ୍ଟ୍ରୋଲ୍ କରିକି କଣ୍ଟ୍ରୋଲ୍ କରିବ, ଯେଉଁଟାକି ତାଙ୍କର ଆନ୍ତରିକତା ଇଚ୍ଛା ଅଛି ଆପଣଙ୍କ ପାଖରେ ସମୟ ବିତେଇବ, ଯେଉଁଟାକି ଧୀରେ ଧୀରେ ଆପଣଙ୍କର ତାଙ୍କୁ ନିଜର କରିବାକୁ ପଡ଼ିବ। ଆପଣଙ୍କ ଲଭର ଆପଣଙ୍କର ବହୁତ ଚିନ୍ତା ବି କରୁଛନ୍ତି, ତାଙ୍କର ବହୁତ ବର୍ଡ଼ନ୍ ବି ରହୁଛି, ଏତେ ରହିଲା ଭିତରେ ବି ସେ ଆପଣଙ୍କ କଥା ବି ମନେ ପକାଉଛନ୍ତି, ଯେଉଁଟାକି ଆପଣଙ୍କ ପ୍ରତି ତାଙ୍କର ଏକ୍ସଟ୍ରା ରେସ୍ପନ୍ସିବିଲିଟି ରହୁଛି, ଯେଉଁଟାକି ସେ ଚାହୁଁଛନ୍ତି କ'ଣ କରିବା ପାଇଁ, ଆପଣଙ୍କ ସହିତ ମିଶିବେ, ଆପଣଙ୍କ ସହିତ ସମୟ ବିତେଇବେ। ତାଙ୍କର ଏତେ ରେସ୍ପନ୍ସିବିଲିଟି ରହୁଛି, ଯେଉଁଟାକି ତାଙ୍କ ସମୟକୁ ବାହାର କରିକି ଆପଣମାନଙ୍କ ପାଖକୁ ଆସିବା ପାଇଁ ସେ ବି ଟ୍ରାଏ କରୁଛନ୍ତି। ତାଙ୍କର ଯେଉଁ ଏକ୍ସଟ୍ରା ରେସ୍ପନ୍ସିବିଲିଟି ରହୁଛି ଆପଣଙ୍କ ଭଲ ପାଇବା ପ୍ରତି, ଧୀରେ ଧୀରେ ସେମାନେ ଆସିବେ, ଆପଣଙ୍କ ସହିତ ମିଶିବେ, ଏଇସବୁ ତାଙ୍କର ଆନ୍ତରିକତା ଇଚ୍ଛା। ଦେଖନ୍ତୁ ଏଇ କାର୍ଡ଼ଟି ବହୁତ ଭଲ କାର୍ଡ଼। ଆପଣଙ୍କ ଲଭର ଭଲ ସୁଚିନ୍ତକ, ଯେଉଁଟାକି ସେ ଚାହୁଁଛନ୍ତି କ'ଣ କରିବା ପାଇଁ, ତାଙ୍କ ନୂଆ କ୍ରିଏଟିଭିଟି ଆଇଡ଼ିଆ ଆପ୍ଲାଏ କରିକି ଆପଣଙ୍କ ପାଖକୁ ଆସି ବସିବେ, ଆପଣଙ୍କ ପାଖରେ ଉଠିବେ, ଆପଣଙ୍କ ସହିତ ପ୍ରେମର ଫିଲିଙ୍ଗସ୍, ଯେଉଁଟା ଲଭ୍ ଫିଲିଙ୍ଗସ୍ ସେୟାର କରିବେ। ତାଙ୍କର ସେ ଯେଉଁ ଲଭର ଯିଏ ସ୍ପିରିଚୁଆଲିଟି, ଯେଉଁଟାକି ସେ ଭଗବାନଙ୍କୁ ପ୍ରାର୍ଥନା କରିକି ଆସୁଛନ୍ତି ଯେ ହଁ ମୁଁ ମୋ ପ୍ରେମିକକୁ ଭେଟିବି, ଆଉ କିଛି ନୂଆ ପ୍ରପୋଜାଲ୍ ଦେବେ, କିଛି ମ୍ୟାରେଜ୍ ପାଇଁ କିଛିଟା ପ୍ରପୋଜାଲ୍ ଦେବେ, ମ୍ୟାରେଜ୍ ପାଇଁ କିଛିଟା କମିଟମେଣ୍ଟ କରିବେ। ଦେଖନ୍ତୁ ଏ କାର୍ଡ଼ରେ ଆପଣଙ୍କର ଗୋଟେ
ଭଲ ମେସେଜଟେ ବାହାରୁଛି ଯେଉଁଟାକି ଆପଣଙ୍କର ଲଭର୍ ଯିଏ ବହୁତ ନର୍ଚରିଂ, କେୟାରିଂ, ଲଭିଂ ଆଉ ଆପଣଙ୍କ ପ୍ରତି you are expressing new life. Maybe your lover accepted very easily. ଆପଣ ବହୁତ ସହଜରେ ସେ ଗ୍ରହଣ କରିନେବେ ଆପଣଙ୍କ ସହିତ ସେ କ'ଣ ନୂଆ ଜୀବନ ବିତେଇବା ପାଇଁ ବି ପ୍ରତିଶୋଧ ଦେବେ, ବିବାହ ପାଇଁ ବି ବହୁତ ଟ୍ରାଏ କରିବେ। ଆପଣ ପାଇଁ ବି ଯେଉଁ ଯାହା ବି ସେୟାରିଂ କେୟାରିଂ ପ୍ରତି ରହିବ। ଆଉ ଗୋଟେ ଯେଉଁଟାକି ଆପଣଙ୍କ ପଛରେ ରହିକି ସେମାନେ ଆପଣଙ୍କ ପଛରେ ରହିବେ, ଯେଉଁଟାକି ଆପଣ ଉପରକୁ ଉପର ଯିବା ପାଇଁ ସେ ଟ୍ରାଏ କରିବେ। ଆଉ ଦେଖନ୍ତୁ ଏ କୁଇନ୍ ଅଫ୍ ୱାନ୍ସ এই କାର୍ଡ଼ରେ ଆପଣଙ୍କ ଲଭର୍ ଆପଣ ପ୍ରତି ବହୁତ ଫ୍ରେଣ୍ଡସିପ୍ ମନୋଭାବ ରଖିବ, ଯେଉଁଟାକି ଆପଣଙ୍କୁ ବହୁତ ଆଗକୁ ନେଇଯିବ, ସପୋର୍ଟ ମିଳିବ। ଆଉ ଗୋଟେ କରେଜ୍, କନଫିଡେଣ୍ଟ, ଯେଉଁଟା କନଫିଡେଣ୍ଟ ରହିବ ଯେ ହଁ ମୁଁ ଆକୁ ମ୍ୟାରେଜ୍ କରିବି, ମୋ ସହିତ ମୁଁ ଜୀବନ ବିତେଇବି, ଇଏ ହିଁ ମୋର ଜୀବନ। ଆପଣଙ୍କ ପ୍ରତି ଡିଟରମିନେସନ୍ ରହିବ, ଯେଉଁଟା ତ୍ୟାଗ ରହିବ। ଆପଣଙ୍କ ଭିତରେ ବହୁତ ବନ୍ଧୁତା ଭଲ ରହିବ, ଯେଉଁ ବନ୍ଧୁତା କି ଆପଣଙ୍କୁ ବହୁତ ଆଗକୁ ନେଇ ଚାଲିବ। ଦେଖନ୍ତୁ ଆପଣଙ୍କ ଲଭର୍ ସେ ଚାହାନ୍ତି କି ଯେଉଁଟା ଟାଇମ୍ ଆପଣଙ୍କ ସହିତ ବିତେଇବେ, ଆଉ ଆପଣଙ୍କ ପ୍ରତି ଯେଉଁ ନେଗେଟିଭ୍ ଚିନ୍ତାଧାରାଟାକୁ ଦୂରୀଭୂତ କରିବେ, ଆପଣଙ୍କ ପ୍ରତି ବହୁତ କେୟାରଫୁଲ୍ ହେବେ, ଯେଉଁଟାକି ଆପଣ ଏତେ କାମରେ ବିଜି ରହିଲେ ବି ସେ ଆପଣଙ୍କ ପାଇଁ ସମୟ ବାହାର କରିବେ। ଫାଷ୍ଟ ଆଉ ଗୋଟେ ବଡ଼ କଥା ହେଲା ଆପଣଙ୍କର ପ୍ରତ୍ୟେକ ମୁହୂର୍ତ୍ତକୁ ସେ ମନେ ପକାଇ ଭଲ କେୟାରିଂ ମଧ୍ୟ ହେବେ, ଯେଉଁଟାକି ତାଙ୍କର ନ୍ୟୁ ଟାଇମ୍ ମ୍ୟାନେଜମେଣ୍ଟ କରିବା ପାଇଁ ସେ ଟ୍ରାଏ କରିବେ। ଆଉ ଦୁଇ ଜଣ ଭିତରେ ଯେତେ ଝଗଡ଼ା ହେଲେ ବି, ଯେତେ ଟଣାଉଟରା ହେଲେ ବି ଭଲ ପାଇବାଟା ରହିବ। ଆଉ ଭଲ ପାଇବାଟା ନିବିଡ଼ ହେଇକା ଯିବ, ବଣ୍ଡିଙ୍ଗଟା ବହୁତ ବାଲାନ୍ସିଂ ହେଇକା ଯିବ। ଧୀରେ ଧୀରେ ଦେଖିବେ ଆପଣ କିଛି ଦିନ ଗଲା ପରେ ଆପଣଙ୍କ ଭିତରେ ବହୁତ ଭଲ ବନ୍ଧୁତା ହିଁ ଆସିଯିବ। ଆଉ ଦେଖନ୍ତୁ ଆପଣଙ୍କ ସହିତ ସେ କେମିତି କଥା ହେବେ, ଚାଲନ୍ତୁ ଦେଖିବା ସେ ଆପଣଙ୍କ ସହିତ କେମିତି କଥା ହେବେ, ଆପଣଙ୍କ ସହିତ କେମିତି ନୂଆ ଜୀବନ ବିତେଇବା ପାଇଁ, ନୂଆ ପ୍ରତିଶ୍ରୁତି ନେବା ପାଇଁ, ନୂଆ ରେସ୍ପନ୍ସିବିଲିଟି ନେବା ପାଇଁ ସେ କେମିତି ଟ୍ରାଏ କରିବେ। ଚାଲନ୍ତୁ ଦେଖିବା ନେକ୍ସଟ କାର୍ଡ଼ରେ। ଦେଖନ୍ତୁ ଏ କାର୍ଡ଼ ଇଣ୍ଡିକେଟ୍ ଏଇଆ କରୁଛି କି ସେ ଆପଣଙ୍କ ସହିତ କଥା ନ ହେଇପାରନ୍ତି, ବଟ୍ କିଛି ଦିନ ଭିତରେ ସେ ନିଶ୍ଚିନ୍ତ ଆପଣଙ୍କୁ ଟ୍ରାଏ କରିବେ କି ସେ ନ୍ୟୁ ବିଗିନିଂ ନେବା ପାଇଁ। ଆଉ ଫାଷ୍ଟ କଥା ହେଲା ଯେଉଁଟାକି ଟ୍ରାଏ କରିବେ ସିଏ କୌଣସି ନା କୌଣସି କାରଣରେ, କୌଣସି ପାରିବାରିକ କାରଣ ହେଉ, କୌଣସି କାହାର ପ୍ରେସରରେ ସେ ଆପଣଙ୍କ ସହିତ ଟିକେ ମିଶିବା ପାଇଁ ଟିକେ ଡିଫିକଲ୍ଟ ଫେସ୍ କରିବେ, ଯେଉଁଟାକି ନେଗେଟିଭ୍ ଥଟ୍ଟାକୁ ତାଙ୍କ ମନରେ ଅଛି ସେଟାକୁ ଆବଲିସ୍ କରିବା ପାଇଁ ସେ ଟ୍ରାଏ କରିବେ। ଆଉ ସେଲ୍ଫ ଇମ୍ପୋଜ୍ଡ ହେବେ, କିଛିଟା ରେଷ୍ଟ୍ରିକ୍ସନ୍ ଭିତରେ ସେ ରହିଲେ ବି ଆପଣଙ୍କ ପାଇଁ ବହୁତ ସମୟ ବି ବାହାର କରିବା ପାଇଁ ଟ୍ରାଏ କରିବେ। ଆଉ ନେକ୍ସଟଲି ଯେଉଁ ଫିଲିଂ ଆଇସୋଲେଟେଡ଼୍ ହେବା କଥା ତାହା ହେବ ନାହିଁ, ଆପଣଙ୍କ ପ୍ରତି ବହୁତ ଭଲ ପାଇବା ରହିବ। ସେ ଟ୍ରାଏ କରିବେ କିଛି ଦିନ ଭିତରେ ଆପଣଙ୍କ ପାଇଁ ନୂଆ ଷ୍ଟେପ୍ ନେବା ପାଇଁ। এই ଚ୍ୟାନେଲକୁ ଦେଖନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଆପଣଙ୍କ ପାଇଁ କାଲି ଆଉ ଏକ ନୂଆ ଭିଡ଼ିଓ ନେଇ ଆସିବି। ମୁଁ ପ୍ରଶାନ୍ତ ଆଚାର୍ଯ୍ୟ।